ମା ଆମେ ଆଲୋଚନା କରୁଛନ୍ତି ମାତୃରଚନା ବଳି ଭାଗ 10। ଆଜି ପଢିବା ଜ୍ଞାନ 195। କୌଣସି ଏକ ଶ୍ରେଣୀ ଭିତରେ ବା କୌଣସି ଜଣେ ବ୍ୟକ୍ତି ଭାବେ ଦାରିଦ୍ର୍ୟକୁ ବରଣ କରିନେବା ଅବଶ୍ୟ ଏକ ମହତ୍ ଓ କଲ୍ୟାଣପ୍ରଦ କାର୍ଯ୍ୟ ହୋଇଥାଏ। କିନ୍ତୁ ଏହାକୁ ଯଦି ସର୍ବସାଧାରଣର ବା ଜାତିର ଏକ ଆଦର୍ଶ ରୂପେ ବିକୃତ ଭାବେ ବ୍ୟବହାର କରାଯାଏ ତେବେ ଏହା ପ୍ରାଣଘାତୀ ହୋଇଥାଏ ତଥା ଜାତିର ସମୃଦ୍ଧ ଓ ସମ୍ପ୍ରସାରଣର ଜୀବନକୁ ଦରିଦ୍ର କରିଦେଇଥାଏ। କୌଣସି ଏକ ଶ୍ରେଣୀ ଭିତରେ ବା କୌଣସି ଜଣେ ବ୍ୟକ୍ତି ଭାବେ ଦାରିଦ୍ର୍ୟକୁ ବରଣ କରିନେବା ଅବଶ୍ୟ ଏକ ମହତ୍ ଓ କଲ୍ୟାଣପ୍ରଦ କାର୍ଯ୍ୟ ହୋଇଥାଏ। କିନ୍ତୁ ଏହାକୁ ଯଦି ସର୍ବସାଧାରଣର ବା ଜାତିର ଏକ ଆଦର୍ଶ ରୂପେ ବିକୃତ ଭାବେ ବ୍ୟବହାର କରାଯାଏ ତେବେ ଏହା ପ୍ରାଣଘାତୀ ହୋଇଥାଏ ତଥା ଜାତିର ସମୃଦ୍ଧ ଓ ସମ୍ପ୍ରସାରଣର ଜୀବନକୁ ଦରିଦ୍ର କରିଦେଇଥାଏ। ତା ସହିତ ଜ୍ଞାନ 196ଟି ଯୋଡି ହେଇଛି, ତେଣୁ ତାକୁ ଟିକେ ପଢିଦେବା। ଯେପରି ରୋଗ ଏକ ସୁସ୍ଥ ଶରୀରର ଆବଶ୍ୟକତା ନୁହେଁ, ସେହିପରି ଦାରିଦ୍ର୍ୟ ମଧ୍ୟ ସାମାଜିକ ଜୀବନର ଆଦୌ ଏକ ଆବଶ୍ୟକତା ନୁହେଁ। ଜୀବନରେ ଆମେ ଗ୍ରହଣ କରିନେଇଥିବା ନାନା ମିଥ୍ୟା ଅଭ୍ୟାସ ଏବଂ ଯଥାର୍ଥ ସଂଗଠନ ବିଷୟରେ ଆମର ଅଜ୍ଞାନତା ହିଁ ଉଭୟ କ୍ଷେତ୍ରରେ ଆମ ଲାଗି ଏକ ଏକ ପରିହାର୍ଯ୍ୟ ବିଶୃଙ୍ଖଳାର ବିକୃତ କାରଣ ହୋଇ ରହିଥାନ୍ତି। ଆମେ ଆ ପୂର୍ବରୁ ଯୋଉ ଆଲୋଚନା କରୁଥିଲେ, ଯେପରି କେତେକ ଲୋକ ଭାବନ୍ତି ଯେ ଛାଇ ଅଛି ବୋଲି, ଖରା ଅଛି ବୋଲି ଛାଇର ମହତ୍ଵ ରହିଛି। ସେହିପରି ଭାବରେ କେତେକ ବ୍ୟକ୍ତିଙ୍କ ଭିତରେ ଏକ ଧାରଣା ରହିଥାଏ ଯେ ସେମାନେ ଦରିଦ୍ର ହେଇ ରହିବାକୁ ସେମାନେ ଯୋଗ୍ୟ। ଠିକ ଅଛି, ସେମାନଙ୍କର ବୌଦ୍ଧିକ ବିକାଶ ହେଇନାହିଁ, ସେମାନଙ୍କର ଆପଣ ଯଦି କହିବେ ଚେତନାର ଅଗ୍ରଗତି ହେଇନାହିଁ, ଠିକ ଅଛି, କିନ୍ତୁ ସେମାନଙ୍କର ଚେତନାର ଅଗ୍ରଗତି କରିବା ଏବଂ ବୌଦ୍ଧିକ ବିକାଶ କରିବା ଇଏ ଦାୟିତ୍ୱ ହଉଛି କାହାର? ନା ସମାଜର। ଇଏ ଦାୟିତ୍ୱ ହଉଛି କାହାର? ନା ଶାସକର। ଇଏ ଦାୟିତ୍ୱ ହଉଛି କାହାର? ନା ସାମାଜିକ ବ୍ୟବସ୍ଥାର। ଇଏ ଦାୟିତ୍ୱ ହଉଛି କାହାର? ରାଷ୍ଟ୍ରୀୟ ଶାସନ ତନ୍ତ୍ରର। ତେଣୁ ଯଦି ସେ ତାହା ନ କରୁଛି ତେବେ ଏହା ପ୍ରମାଣ କରୁଛି ଯେ ଇଏ ବିଶୃଙ୍ଖଳା ରହିଛି, ତାକୁ ସେ ଯେତେ ଜଷ୍ଟିଫାଏ କରୁନା କାହିଁକି। ମାଙ୍କୁ ପ୍ରଶ୍ନ ହେଇଛି, ଏପରି ଏକ ଦିନ ଆସିବ ଯେତେବେଳେ କି ପୃଥିବୀରେ ଆଉ ଦରିଦ୍ର ହୋଇ କେହି ନଥିବେ ଏବଂ ଦାରିଦ୍ର୍ୟ ଜନିତ କୌଣସି କଷ୍ଟ ଭୋଗ ମଧ୍ୟ ନଥିବ। ମା କହୁଛନ୍ତି, ଯେଉଁମାନେ ଶ୍ରୀଅରବିନ୍ଦଙ୍କର ସନ୍ଦେଶକୁ ବୁଝିଛନ୍ତି ଓ ତାଙ୍କଠାରେ ବିଶ୍ୱାସ ସ୍ଥାପନ କରିଛନ୍ତି ସେମାନେ ଏହି ବିଷୟରେ ସମ୍ପୂର୍ଣ୍ଣ ଭାବରେ ସୁନିଶ୍ଚିତ ହୋଇ ରହିଛନ୍ତି। ଯେଉଁଠାରେ ଏହି କଥା ସମ୍ଭବ ହୋଇପାରିବ ସେହିପରି ଗୋଟେ ସ୍ଥାନ ସୃଷ୍ଟି କରିବାର ଅଭିପ୍ରାୟ ରଖି ହିଁ ଆମେ ଅରୋଭିଲର ପ୍ରତିଷ୍ଠା କରିବାକୁ ଇଚ୍ଛା କରୁଛୁ। ଏଇଟା 8 ନଭେମ୍ବର 1969ରେ ଲେଖିଥିଲେ ଚିଠିଟି। ଅରୋଭିଲର ବର୍ଣ୍ଣନା କହୁଛନ୍ତି। ଆମେ ଅରୋଭିଲ ବିଷୟରେ ଆସନ୍ତା କ୍ଲାସରେ ଆଲୋଚନା କରିବା, ଯେ ଯୋଉଠିକି ଗୋଟେ ସ୍ଥାନ ଯୋଉଠିକି କୌଣସି କିପରି ଦେଶ, ଏଇ ଯୋଉ ଅର୍ଥ, ଏ ସବୁ କୌଣସିଥିର କିଛି ବି ସେଠି କାହାର ଯେପରି ପ୍ରଭୁତ୍ୱ ନଥିବ, ସମସ୍ତେ କିପରି ଗୋଟେ ବିଶ୍ୱାସ ଏବଂ ଉଚ୍ଚତର ଲକ୍ଷ୍ୟ ରଖି ଜୀବନ ବଞ୍ଚିବେ, ତାର ଏକ ନମୁନା ପ୍ରତିଷ୍ଠା କରିବା ପାଇଁ ଅରୋଭିଲରେ ପ୍ରତିଷ୍ଠା ହେଇଛି। ଆମେ ସେଇଟା ଆସନ୍ତା କ୍ଲାସ ଆଲୋଚନା କରିବା। ମା କହୁଛନ୍ତି, ମାତ୍ର ସେଇ ଉପଲବ୍ଧିକୁ ସମ୍ଭବ କରିବାକୁ ହେଲେ ଆମ ପ୍ରତ୍ୟେକଙ୍କୁ ନିଜର ରୂପାନ୍ତର ସାଧନ ଲାଗି ଉଦ୍ୟମ କରିବାକୁ ପଡିବ। କାରଣ ମନୁଷ୍ୟମାନେ ବର୍ତ୍ତମାନ ଯେଉଁ ସବୁ ଦୁଃଖ ଓ କଷ୍ଟ ଭୋଗ କରୁଛନ୍ତି ସେମାନଙ୍କର ନିଜ ଦୋଷରୁ ଦେହଗତ ଓ ନୈତିକ ଉଭୟ କ୍ଷେତ୍ରର ଦୋଷରୁ ହିଁ ସେଗୁଡ଼ିକର ଅଧିକାଂଶ ଉତ୍ପନ୍ନ ହେଉଛନ୍ତି ବା ଅଧିକାଂଶ ଉତ୍ପନ୍ନ ହେଉଛି। ତେଣୁ ସେଇଥିପାଇଁ ଆମେ ଆରମ୍ଭରୁ ଆଲୋଚନା କରୁଛନ୍ତି, ଚେତନାର ପରିବର୍ତ୍ତନ, ଚେତନାର କେବଳ ପରିବର୍ତ୍ତନ ନୁହଁ, ରୂପାନ୍ତର ହେଲେ ତାପରେ ସେଇ ଯୋଉ ସାମ୍ୟ ଅବସ୍ଥା କହୁଛନ୍ତି, ଯୋଉଠି କି କୌଣସି ପ୍ରକାର ଦାରିଦ୍ର୍ୟ ନଥିବ, ଅର୍ଥ, ଶିକ୍ଷା, ମାନେ ବୁଝିବା, ଯୋଉ ଆମେ କହୁଛୁ ନା ବୋଧ ଶକ୍ତି, ଏ ସବୁର ସାମର୍ଥ୍ୟ ଯେତେବେଳେ ରୂପାନ୍ତର ହେଇଯିବ ସେତେବେଳେ ଆମେ ପରମଙ୍କ ଦ୍ଵାରା
ନିରନ୍ତର ପରିଚାଳିତ ହବା, ତେଣୁ ଆମ ଭିତରେ ଜ୍ଞାନର ଦାରିଦ୍ର୍ୟ ନଥିବ, କିମ୍ବା ଅର୍ଥର ଦାରିଦ୍ର୍ୟ ନଥିବ, କିମ୍ବା ଏଇ ଯୋଉ ଆମ ଭିତରେ ବୋଧ ଶକ୍ତି ବି ନାହିଁ, ବୋଧ ଶକ୍ତିର ଦାରିଦ୍ର୍ୟ ନଥିବ, ଉପଲବ୍ଧିର ଦାରିଦ୍ର୍ୟ ନଥିବ, କୌଣସି କିଛିର ବି ଦାରିଦ୍ର୍ୟ ନଥିବ। ମା ମା, ଥ୍ୟାଙ୍କ ୟୁ ଅଲ୍, ଅରୋଭର।